ମୁଁ ଆପଣଙ୍କୁ ମୋର ଗୋଟେ ପ୍ରେସ୍କ୍ରିପ୍ସନ୍ ଦେଖେଇବି ଆଉ ଆପଣଙ୍କୁ ଶିଖେଇବି କି ପ୍ରେସ୍କ୍ରିପ୍ସନ୍ କେମିତି ପଢ଼ାଯାଏ। ଡକ୍ଟର ମାନେ ଯେଉଁ ଲେଖନ୍ତି ଏତେ ସର୍ଟରେ କାହିଁକି ଲେଖନ୍ତି ଦେଖନ୍ତୁ। ପ୍ରଥମ କଥା ଆମେ ଦେଖିବା କି ପ୍ରେସ୍କ୍ରିପ୍ସନ୍ର ଫାଷ୍ଟ ପାର୍ଟ ହେଉଛି ଇମ୍ପୋର୍ଟାଣ୍ଟ, ଯେଉଁଟାକି ହେଉଛି ନେମ୍ ଅଫ୍ ଦ ପେସେଣ୍ଟ ଆଉ ଆଡ୍ରେସ୍, ତାପରେ ଏଜ୍ ଆଉ ସେକ୍ସ, ଡେଟ୍ ଆଣ୍ଡ ଟାଇମ୍। ଏଇ ଯେଉଁ ରେଜିଷ୍ଟ୍ରେସନ୍ ନମ୍ବର ଆଉ ଡିପାର୍ଟମେଣ୍ଟ ଏଇଟା ମ୍ୟାଣ୍ଡେଟୋରୀ ନୁହେଁ, କିନ୍ତୁ ନେମ୍, ଆଡ୍ରେସ୍, ଏଜ୍, ସେକ୍ସ, ଡେଟ୍ ଆଣ୍ଡ ଟାଇମ୍ ମ୍ୟାଣ୍ଡେଟୋରୀ। ତ ଆପଣଙ୍କର ମନରେ କ୍ୱେଶ୍ଚନ୍ ଆସିଥିବ ଓପିଡି ଯେଉଁ ଅଛି, ଓପିଡି କ'ଣ? ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ। ଠିକ୍ ଅଛି, ମାନେ ଆପଣ ବାହାରୁ ଦେଖେଇକି ଆସିବେ ଡକ୍ଟରଙ୍କୁ, ଆପଣ ଭିତରକୁ ଯିବେ ନାହିଁ। ତ ଏଇଟା ଧାମନଗର ଯେଉଁଟାକି ଆମର ସ୍ୱାସ୍ଥ୍ୟ କେନ୍ଦ୍ରର ଭିଡ଼ିଓ ମାନେ ପ୍ରେସ୍କ୍ରିପ୍ସନ୍ ବନେଇକି ଦେଇଛନ୍ତି, ଡକ୍ଟର ସିଗ୍ନେଚର୍ କରିଛନ୍ତି। ତ ଏଠି ନେମ୍ ଅଫ୍ ଦ ପେସେଣ୍ଟ ଜାଗାରେ ମୋ ନାଁ ଲେଖା ହେଇଛି, ଯେଉଁଟାକି ସୁପ୍ରାଂଶୁ ମାଝୀ ଲେଖାଯାଇଛି। ତାପରେ କ'ଣ ହେଇଛି ନା ଆଡ୍ରେସ୍, ଆମର ଯେଉଁ ଆଡ୍ରେସ୍ ଅଛି ବାବୁରିକାଁ ଲେଖିଛନ୍ତି। ଠିକ୍ ଅଛି, ଏଇଟା ଇମ୍ପୋର୍ଟାଣ୍ଟ କାହିଁକିନା ପେସେଣ୍ଟର ନାଁ ଯଦି ଅଲଗା ଲେଖାଯିବ ନାହିଁ, ଅଲଗା ପେସେଣ୍ଟକୁ ମୋ ପ୍ରେସ୍କ୍ରିପ୍ସନ୍ ଦିଆ ହେଇଯାଇପାରିବ, ତ ଅସୁବିଧା ନ ହେଉ ସେଥିପାଇଁ ନାଁ ରହିଲା। ତାପରେ ଏଜ୍ ମ୍ୟାଟର୍ କରେ, କାହିଁକିନା କୌଣସି ମେଡ଼ିସିନ୍ ଯେତେବେଳେ କୌଣସି ଡକ୍ଟର ପ୍ରିଫର୍ କରିବେ ତ ପ୍ରଥମେ ସେ ଦେଖିବେ ଇଏ କେଉଁ ଏଜ୍ର, ଛୋଟ ପିଲା ନା ଏଡଲ୍ଟ ନା ଓଲ୍ଡ ଏଜ୍। ତ ସମସ୍ତଙ୍କର ଡୋଜ୍ର ଭେରିଏସନ୍ ଥାଏ, ସେଥିପାଇଁ ଏଜ୍ ମ୍ୟାଟର୍ କରେ। ଠିକ୍ ଅଛି, ସେକ୍ସ ବି ମ୍ୟାଟର୍ କରେ ଡୋଜ୍ର ଇଫେକ୍ଟ ପାଇଁ। ଠିକ୍ ଅଛି, ମେଲ୍ମାନଙ୍କ ପାଇଁ ଇଫେକ୍ଟ ଅଲଗା କରେ, ଫିମେଲ୍ମାନଙ୍କ ପାଇଁ ଇଫେକ୍ଟ କରେ। ଯେତେବେଳେ ଫ୍ୟାକ୍ଟର ଆଫେକ୍ଟିଂ ପୋସୋଲୋଜି ଆପଣ ପଢ଼ିବେ ଫାର୍ମାସିରେ, ତ ସେତେବେଳେ ଆପଣ ଜାଣିପାରିବେ କି ଏଇ ଜିନିଷଟା କ'ଣ। ଠିକ୍ ଅଛି, ତାପରେ ଆସିଲା କ'ଣ ଡେଟ୍ ଆଣ୍ଡ ଟାଇମ୍। ଯଦି ଏଇ ମୋର ଯେଉଁ ପ୍ରେସ୍କ୍ରିପ୍ସନ୍ଟା ମୋର ତ ଗୋଟେ ହେଉଥିଲା ରୋଗ, ଗୋଟେ କ'ଣ ହେଉଥିଲା ନା ଦେଖ, ନେକ୍ ମାନେ ନେକେଜ୍ ହେଉଥିଲା, ମାନେ କ'ଣ ନେକ୍ରେ ପେନ୍ ହେଉଥିଲା ମସଲ୍ କ୍ରାମ୍ପ ପାଇଁ, ତ ସେ ପ୍ରୋବ୍ଲେମ୍ ହେଉଥିଲା। କିନ୍ତୁ ଯଦି କୌଣସି ପେସେଣ୍ଟ ଗୋଟେ ଡାଇବେଟିସ୍ ପେସେଣ୍ଟ ହେଲା କିମ୍ବା ଆମର ବଡ଼ ଯେଉଁଟାକି କ୍ରୋନିକ୍ ଡିଜିଜ୍ ଆମର ଲଙ୍ଗ୍ ଟର୍ମରେ ଚାଲିବ, ସେ ଡିଜିଜ୍ ଯେମିତିକି ଆମର ମାନେ ହାର୍ଟ ପେସେଣ୍ଟ ହେଲା, ଯେଉଁଟାକି ପ୍ରେସର୍ ବଢ଼ିଯାଉଛି, କମିଯାଉଛି, ଠିକ୍ସେ ରହୁନି, ତ ଡେଟ୍ ରହିବା ନିହାତି ଦରକାର। କାହିଁକି ନା ସେମାନେ ତ ପୁଣି ରିଫିଲ୍ କରିବେ ପ୍ରେସ୍କ୍ରିପ୍ସନ୍କୁ। ସେମାନେ ପେସେଣ୍ଟର ଯଦି ଡେଟ୍ ଭୁଲି ଯାଇଥିବ, କେଉଁଦିନ ଆସିଥିବ, ତାହେଲେ ଅସୁବିଧା ହେଇଯିବ। ତ ସେଥିପାଇଁ ତାଙ୍କୁ ଡେଟ୍ଟା ମ୍ୟାଣ୍ଡେଟୋରୀ। ତ ଏଇ କଥା ଆପଣମାନେ ପଢ଼ିବେ। ନେକ୍ସଟ ଯେଉଁଟା ଆର୍ଏକ୍ସ ରହିବା କଥା, ଆର୍ଏକ୍ସ ତ ଏଠି ଲେଖାଯାଇନି, କିନ୍ତୁ ଏଇଟା ଗୋଟେ ମଡ଼ର୍ଣ୍ଣାଇଜ୍ ଷ୍ଟାଇଲ୍ରେ ହେଇଛି ଜିନିଷଟା, କି ବର୍ତ୍ତମାନ ପ୍ରେସ୍କ୍ରିପ୍ସନ୍ରେ ଲେଖା ହେଉଛି ମାନେ କମ୍ପ୍ଲେନ୍ସ ଅଫ୍ ଦ ପେସେଣ୍ଟ ମାନେ କ'ଣ କହୁଛନ୍ତି, ତାଙ୍କ ପ୍ରୋବ୍ଲେମ୍ କ'ଣ, ଏକ୍ଜାମିନେସନ୍ ଫାଇଣ୍ଡିଂ। ତ ଯଦି ଆମର କିଛି ଟେଷ୍ଟ କରାଯିବ, ଏଇଠି ଲେଖାଯିବ କି କେଉଁ ଟେଷ୍ଟ କରିବା ପାଇଁ। ମୁଁ କହିଲି କି ମୋର ନେକ୍ ପେନ୍ ହେଉଛି, ସେଥିପାଇଁ ସେ ଏଇଟା ଲେଖିଛନ୍ତି। ତାପରେ ଆସିଲା କ'ଣ ପ୍ରୋଭିଜନାଲ୍ ଡାଇଗ୍ନୋସିସ୍। ଠିକ୍ ଅଛି, ଯେଉଁ ମାନେ ଡାଇଗ୍ନୋସିସ୍ ମାନେ କ'ଣ, ଯେଉଁ ଟେଷ୍ଟ ଗୁଡ଼ାକ ହେବ ସେଠି ସେମାନେ ଲେଖିବେ ଯଦି ଟେଷ୍ଟ ଦରକାର ପଡ଼ିଥାନ୍ତା। ଏକ୍ଜାମିନେସନ୍ ଫାଇଣ୍ଡିଂ ମାନେ ସେ ଡକ୍ଟର ହାତ ମାରିକି କିମ୍ବା କିଛି ତାଙ୍କର ଷ୍ଟେଥୋ ଲଗେଇକି କିଛି ବି କରିକି ଦେଖିବେ କି କ'ଣ ପ୍ରୋବ୍ଲେମ୍ ହେଇଛି। ମୋର ଅଳ୍ପ ହେଉଥିଲା, ସେଥିପାଇଁ ଏଇଟା ସବୁ କିଛି ବି ନାହିଁ। ତାପରେ ଆସିଲା କ'ଣ ନା ଆଡ଼ଭାଇସ୍। ଡକ୍ଟର କ'ଣ ଆଡ଼ଭାଇସ୍ ଦେବେ। ଠିକ୍ ଅଛି, ତ ଡକ୍ଟର ଆଡ଼ଭାଇସ୍ ଏଇଆ ଦେବେ କି କେଉଁ ମେଡ଼ିସିନ୍ ଖାଇବା ଦରକାର। ତ ସିଏ ମୋତେ ଦେଇଛନ୍ତି କି ଦେଖ, ଆଉ ଡକ୍ଟରମାନଙ୍କର ଗଭର୍ଣ୍ଣମେଣ୍ଟ ଯେହେତୁ ଏଇଟା, ତ ସେ କୌଣସି ବାହାରର ବ୍ରାଣ୍ଡ ଲେଖିପାରିବେ ନାହିଁ ପ୍ରେସ୍କ୍ରିପ୍ସନ୍ରେ। ତ ସେଥିପାଇଁ ସେ କହିଲେ କି ତମେ ଦିସ୍ ଲେଖା ହେଇଛି କି ଦିସ୍ ଏସିକ୍ଲୋଫେନା। ଠିକ୍ ଅଛି, ଏସିକ୍ଲୋଫେନା ଏଇଟା ହେଉଛି କ'ଣ ନା ଟ୍ୟାବଲେଟ୍ ଗୋଟେ ଦିନରେ 2ଟା। ଠିକ୍ ଅଛି, କେତେ ଦିନ 5 days ଲେଖା ହେଇଛି। ଠିକ୍ ଅଛି, AF ମାନେ ଆଫ୍ଟର ଫୁଡ଼୍। ଠିକ୍ ଅଛି, ତାପରେ ଆସିଲା ଦିସ୍ ପମ୍ପ PCM। ଠିକ୍ ଅଛି, PCM 500, ଯେଉଁଟାକି ଆମେ ପାରାସିଟାମଲ୍ ବୋଲି କହୁଛନ୍ତି। ପାରାସିଟାମଲ୍ 500 ଦିଆହେଇଛି 00। ଠିକ୍ ଅଛି, 00 ମାନେ କ'ଣ, ଏଇଟା ଟ୍ୟାବଲେଟ୍ ଗୋଟେ ଦିନକୁ 2ଟା 500 mg ଆଫ୍ଟର ଫୁଡ଼୍ 5 ଦିନ। ଠିକ୍ ଅଛି, ଦିସ୍ ପେଣ୍ଟାଭ୍। ଠିକ୍ ଅଛି, ପେଣ୍ଟାଭ୍ ଲେଖା ହେଇଛି ମାନେ କ'ଣ ନା ପେଣ୍ଟୋପ୍ରାଜଲ୍, ଯେଉଁଟାକି କହୁଛନ୍ତି ଆମେ ମାନେ ଏସିଡ୍ ମେଡ଼ିସିନ୍। ଠିକ୍ ଅଛି, ପେଣ୍ଟୋପ୍ରାଜଲ୍ 40 ଓକେ ବିଫୋର୍ ଫୁଡ଼୍ରେ 10 ଦିନ ଖାଇବା ପାଇଁ କୁହାଯାଇଛି, 10 ଦିନ ପାଇଁ ମେଡ଼ିସିନ୍ ଦେବା ପାଇଁ କହିଛନ୍ତି। ତାପରେ କ'ଣ କହିଲେ ନା, ଯଦି କହିଲେ ମୋତେ ସାର୍ କହିଲେ କି ଆପଣଙ୍କର ଯଦି ଡିହାଇଡ୍ରେସନ୍ ପାଇଁ ଗାଡ଼ି ଫାଡ଼ି ଅଧିକ ଚଲାଉଛନ୍ତି କି ଡିହାଇଡ୍ରେସନ୍ ପାଇଁ ଯଦି ପେନ୍ ହେଉଥିବ, ତ ଆପଣ ଗୋଟେ ORS ପିଅନ୍ତୁ। ତ ORS ଲେଖା ହେଇଛି। ORS କ'ଣ ନା ଓରାଲ୍ ରିହାଇଡ୍ରେସନ୍ ସଲ୍ଟ ଟୁ ଡ୍ରିଙ୍କିଂ କରିବା ପାଇଁ ଦିଆଯାଇଛି।
आउ एठी तापर कौन रहिबो ना सिग्नेचर ऑफ द डॉक्टर विथ रजिस्ट्रेशन नंबर। तो ये जेहेतु से माने रेप्यूटेड माने गवर्नमेंट अंडर टेकिंग अच्छा से माने रजिस्ट्रेशन नंबर देना किंतु सिग्नेचर मारी मुगल सर यदि मेडिसिन न कमे ताहले से गोटे प्राइवेट मेडिसिन लिखिं जार ना हूँ देख जीरोडल TH max 8 ठीक अच्छे कहले 3 डे पर्यंत खायापे ठीक अच्छे। तो ये थिला कंप्लीटली वीडियो कि केमिति पढ़ा जाए आउ केमिति हुए थाए कौन प्रेस्क्रिप्शन रो डिटेल्स ठीक अच्छे। एत बड़े वीडियो देखते बहुत बहुत धन्यवाद।